ଯାଜପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଯାଜପୁର ଟାଉନ ବିରଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡ଼ିଶା ଠିକାଦାର ସଂଘର ସଭାପତି ଅନିଲ କୁମାର ମହାଳିକ ଓ ସମ୍ମାନୀୟ ଅତିଥି ଭାବେ ସଞ୍ଜୀବ ପରିଡ଼ା ଯୋଗ ଦେଇଥିଲେ। ଏଥିରେ ସମସ୍ତ ବ୍ଲକର ଠିକାଦାର ନିଜର ମତାମତ ଦେବା ସହ ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଭାପତି ସମସ୍ତ ଠିକାଦାରମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ କମରେ ମୂଲ୍ୟରେ କୌଣସି ଟେଣ୍ଡର ନ ପକାଇବା ପାଇଁ କହିଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ରହିବାକୁ କହିଥିଲେ। ଠିକାଦାରମାନେ ମଧ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତା ଓ 200ରୁ ଉର୍ଦ୍ଧ୍ୱ ଠିକାଦାର ସାମିଲ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ଏସ୍ ଲାଇଭ୍।